ପିଠିରେ ବନ୍ଧା ହେଇଛି ଛୁଆ ଆଉ ମୁଣ୍ଡରେ ବୁହା ହେଉଛି ଇଟା। ପରିବାରର ବୋଝ ଆଗରେ ଯେମିତି ସବୁକିଛି ହାର ମାନିଯାଇଛି ଏ ମାଆର ସ୍ୱପ୍ନ। ଏ ଇଟା ବହୁଥିବା ମା ଜଣକ ପଇସା ରୋଜଗାର କରୁଛନ୍ତି ଅଏସ୍ କରିବା ପାଇଁ ନୁହଁ। ଯାହା ରୋଜଗାର କରିନେବେ ସେଥିରେ ଘରର ଚୁଲି ଜଳିବ। ଆଉ ସେ ଭଲସେ ବୁଝିଛି ଏ ସ୍ୱାର୍ଥପର ଦୁନିଆର ମଣିଷମାନଙ୍କୁ। ଏପଟେ ପିଲାକୁ ଶୋଇଦେଲେ ସେ ଖାଲି କାନ୍ଦୁଛି। ସେଥିପାଇଁ ପିଲାକୁ ପିଠିରେ ବାନ୍ଧି ଦେଇ ମୁଣ୍ଡରେ ଇଟା ବୋହୁଛି ଏ ମା ଜଣକ। ନା ପିଲାକୁ ଛାଡ଼ି ପାରୁଛି ନା ପଟେ ଇଟା ବୁହା ବନ୍ଦ କରିପାରୁଛି। ସେଥିପାଇଁ ତ କୁହାଯାଏ ମାଆର ମମତା ଆଗରେ ସବୁକିଛି ତୁଚ୍ଛ। ଆମେ ଏକଥା କାହିଁକି କହୁଛୁ, ଏ ଭିଡ଼ିଓ ଦେଖିଲେ ହିଁ ଆପଣମାନେ ଏକଥାର ମୂଲ୍ୟକୁ ବୋଧହୁଏ ଠିକ୍ ଭାବରେ ବୁଝିପାରିବେ। ଏ ମାଆର ତା ପିଲା ପ୍ରତି ଥିବା ମମତା ସାଙ୍ଗକୁ ଅତି କଠିନରୁ କଠିନ ହାଡ଼ ଭଙ୍ଗାର ପରିଶ୍ରମ କରୁଛନ୍ତି। ହଁ ଆଜ୍ଞା, ଟିକେ ଭଲ କରି ନଜର ପକାନ୍ତୁ ଏ ଭିଡ଼ିଓ ଉପରେ। ସତରେ ଏ ମାଆ ତା ପିଲାକୁ ଅଣ୍ଟାର ଗାମୁଛାରେ ବାନ୍ଧି ଦେଇ ତା ପିଲାକୁ ପିଠିରେ କେମିତି ବୋହି ନେଉଥିବା ବେଳେ ନିଆଁ ଭଳି ବର୍ଷୁଥିବା ଖରାରେ ମୁଣ୍ଡରେ ଇଟା ଉପରେ ଇଟାକୁ ବୋହି ବୋହି ନେଇ କାମ କରୁଛି ଏ ମା ଜଣକ। ସତରେ ଏ ଦୃଶ୍ୟକୁ ଦେଖିଲେ ଆପଣମାନଙ୍କୁ ବି କଷ୍ଟ ଲାଗୁଥିବ, ଯେମିତି ଆମକୁ ବି ଲାଗୁଛି। ମୁଣ୍ଡରେ ଗୋଟେ ନୁହଁ କି ଦୁଇଟା ନୁହଁ, 8ଟି ଇଟାର ବୋଝକୁ ତା ସାଥିରେ ପଛରେ ନିଜ ଛୋଟ ଛୁଆଟିକୁ ବୋହି ବୋହି ଖରାରେ ଏମିତି କାମ କରୁଛି। ମାଆକୁ ଯେତିକି କଷ୍ଟ ହେଉଛି ତାଠୁ ଅଧିକ ବୋଧହୁଏ ଛୋଟ ଛୁଆଟିକୁ ସେତିକି କଷ୍ଟ ହେଉଛି। ଏମିତି ଉଦୁଉଦିଆ ଖରାଟାରେ ମା ପିଠିରେ ଓଳି ଓଳି ସବୁକିଛି ଦେଖୁଛି ଏଇ କଅଁଳ ଶିଶୁଟି। କ'ଣ ବା କରିପାରିବ? ମା କେଉଁଠି ବା ଛାଡ଼ିବ ନିଜ ଛୁଆକୁ? କିଏ ଅଛି ଏ ମାଆର ସାହା ଭରସା? ନିଜ ଛୁଆ ମୁହଁକୁ ଚାହିଁ ଚାହିଁ ସବୁକିଛି କଷ୍ଟକୁ ସହି ନିଜ ଛୁଆକୁ କେମିତି ବଡ଼ କରିବ, ଭଲ ମଣିଷଟିଏ କରିବ, ସେ କାମରେ ଲାଗି ପଡ଼ିଛି ଏ ମା ଜଣକ। ହଁ ଆଜ୍ଞା, ଏମିତି କଷ୍ଟଭରା କାମକୁ କେବଳ ଗୋଟେ ମା ହିଁ କରିପାରେ। ମାଆର ଲାଳନ ପାଳନ, ସ୍ନେହ, ଶ୍ରଦ୍ଧା, ମମତା ଆଉ ସଂସ୍କାରର ମୂଲ୍ୟ ନା ଏ ଜୀବନରେ କିଏ କେବେ ସୁଝିଛି ନା କିଏ କେବେ ସୁଝିପାରିବ। ହଁ ଆଜ୍ଞା, ମାଆର ସ୍ଥାନ ସବୁବେଳେ ସମସ୍ତଙ୍କ ପାଇଁ ଅପୂରଣୀୟ ହୋଇ ରହିଛି ଆଉ ରହିଥିବ ମଧ୍ୟ। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।